କେନ୍ଦୁଝର ଦେଓଗାଁ ବନଖଣ୍ଡ ପକ୍ଷରୁ 76ତମ ବନ ମହୋତ୍ସବ ସପ୍ତାହ ପାଳିତ। କେନ୍ଦୁଝର ଜିଲ୍ଲା ଦେଓଗାଁ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବଳରାମପୁର ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ 76ତମ ବନ ମହୋତ୍ସବ ତଥା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସିଏଫ୍ ଡକ୍ଟର ଉମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଡକ୍ଟର ଶମ୍ଭୁନାଥ ରାଉତ ଯୋଗଦେଇ ବୃକ୍ଷ ହିଁ ଆମର ଜୀବନ, ତେଣୁ ଆମେ ନିଜ ମା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଦେଓଗାଁ ବନ କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିବା ବେଳେ ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା। ଆମର ଦେଓଗାଁ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ଆମର ବଳରାମପୁର ସରସ୍ୱତୀ ଶିଶୁ ମନ୍ଦିରରେ ଆମର ଆଜି ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଛି। ଏଇଟା ଆମର ପ୍ରତ୍ୟେକ ବର୍ଷ ପ୍ରଥମ ସପ୍ତାହ ଜୁଲାଇରେ 1ରୁ 7 ଭିତରେ ପାଳନ କରାଯାଏ। ଯେହେତୁ ଆମର ଆଗାମୀ ଦିନର ଯେଉଁ ଆମର ନ୍ୟାଚୁରାଲ କାଲାମିଟି ରହିଛି, ଆମର ଯେମିତିକି ବାତ୍ୟା, ବନ୍ୟା ଏବଂ ଅନ୍ୟାନ୍ୟ ଯେଉଁ ମରୁଡ଼ି ଦେଖାଯାଉଛି ତାକୁ ରକ୍ଷା କରିବା ପାଇଁ ବୋଲି, ଆମର ମୃତ୍ତିକା ସଂରକ୍ଷଣ କରିବା ପାଇଁ ବୋଲି ଆମର ଗୋଟେ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁଛି। ଏବଂ ଯେହେତୁ ଆମର ଏଇ ବର୍ଷର ଥିମ୍ ଆମର ଅଛି ଯେଉଁଟାକି ପ୍ଲାଣ୍ଟ ଏ ଟ୍ରି ଟୁ ସିକ୍ୟୁର ଦି ଫ୍ୟୁଚର, ଆମର ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ବୋଲି ଆମର ଏଇ ବର୍ଷ ସଦାସର୍ବଦା ଆମର ଯେମିତି ପ୍ରତ୍ୟେକ ବର୍ଷ ପାଳନ ହୁଏ, ଏଇ ବର୍ଷ ମଧ୍ୟ ଆମର ବୃକ୍ଷରୋପଣ କରାହେଉଛି। ଏବଂ ଏଇଥିରେ ଆମର ସମସ୍ତ ସରକାରୀ ଅନୁଷ୍ଠାନ, NGO ଅର୍ଗାନାଇଜେସନ୍, ତା ସହିତ ଆମର ଗ୍ରାମାଞ୍ଚଳରେ ଯେଉଁ ଆମର ୟୁଥ୍ କ୍ଲବ୍ ଅଛି ସେମାନଙ୍କୁ ନେଇ ଆମର ଏଇ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଉଛି। ସେଇଥିପାଇଁ ମଧ୍ୟ ଆମର ଏଇ ଯେଉଁ ବଳରାମପୁର ଗ୍ରାମବାସୀମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ତା ସହିତ ଆମର ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତି ଆମ ସହ ଉପସ୍ଥିତ ଅଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବି ଯେ ଏଇ ଯେଉଁ ପରିବେଶ ଭିତରେ ଆମର ଏଇ ଯେଉଁ ହତା ଭିତରେ ଆମର ଯେତିକି ଗଛ ହେଲା ଆମର ଆଜି ବୃକ୍ଷରୋପଣ କରାହେଲା, ତାକୁ ଯଦି ଠିକ୍ ଭାବରେ ସୁରକ୍ଷା ଦିଆଯିବ ତାହେଲେ ନିଶ୍ଚିତ ଭାବରେ ଆମେ ପୁଣି ଆର ବର୍ଷକୁ ପୁଣି ଆମେ ଦେଖିବା ଯେ ଆମର ଯେଉଁ ମାନେ ଧୀରେ ଧୀରେ ଆମର ଯେଉଁ ମାନେ ଗଛ ଲଗାଇବା ଏବଂ ତାକୁ ସୁରକ୍ଷା ଦେବାର ଲୋକଙ୍କ ମନରେ ମାନେ ନିଶ୍ଚିତ ଭାବରେ ଚିନ୍ତାଧାରା ବଦଳି ଆଉ ପରିବର୍ତ୍ତନ ଆସିଛି ବୋଲି ଆମେ ଚିନ୍ତା କରିବା। ଆଜି ବଡ଼ ଖୁସିର କଥା, ବିଶ୍ୱରେ ଯେଉଁ ପରିବର୍ତ୍ତନ ପ୍ରଭାବ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କର ଯେଉଁ ପ୍ରୟାସ, ଇଏ ଗୋଟେ ବିରାଟ ପ୍ରୟାସ ଯିଏ ଆଜିକାଲିର କଥା ନୁହେଁ, ଦୀର୍ଘ 5000 ବର୍ଷ ତଳର କଥା। ଗୋଟେ ମଣିଷ ପାଇଁ କେତେ ବୃକ୍ଷର ଆବଶ୍ୟକତା ଅଛି ତାକୁ ମଧ୍ୟ ଏବେ ସାଇଣ୍ଟିଫିକାଲି ରିସର୍ଚ୍ଚ କରାହେଉଛି, ଗଣନା କରାଯାଉଛି। ଆଉ ଅଧିକ କେତେ ଗଛ ହେଲେ ଏ ବିଶ୍ୱର ଆମର ଯେଉଁ ଜୁନ୍ 5 ଥିଲା ବିଶ୍ୱ ପର୍ଯ୍ୟାବରଣ ଦିବସ, ଆଉ ବର୍ତ୍ତମାନ ଆମ ଦେଓଗାଁ ରେଞ୍ଜର ଯେଉଁ ରେଞ୍ଜ ଅଫିସର୍ସ ବା ଅନ୍ୟାନ୍ୟ ମାନେ ତାଙ୍କ ବିଭାଗ ତରଫରୁ ଯେଉଁଭଳି ଭାବରେ ସେ ବର୍ତ୍ତମାନ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଜାଗାରେ ଏ ବନ ମହୋତ୍ସବକୁ ପାଳନ କରିବା ପାଇଁ, ବିଭିନ୍ନ ଜାଗାରେ ତାଙ୍କର ଏଣ୍ଟାୟାର ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଆମେ ଗୋଟେ ଖୁସିର କଥା, ଆମକୁ ଅଞ୍ଚଳର ସାଧାରଣ ସୋସିଆଲ ଆକ୍ଟିଭିଟି ହିସାବରେ ବା ସାଧାରଣ ଜନତା ହିସାବରେ ଆମକୁ ମଧ୍ୟ ବି ଆଜି ନିମନ୍ତ୍ରଣ କରିଥିଲେ। ଆମେ ଏଇ ଜାଗାରେ ତାଙ୍କ ସହିତ ମଧ୍ୟ ସହଯୋଗ କରିଛୁ। ଏ ଅଞ୍ଚଳର ଗାଁ ବା ଏ ଏଣ୍ଟାୟାର ପଞ୍ଚାୟତର ସବୁ ମାନେ ଆମର ଯେତେ ଲୋକ ସବୁ ଅଛନ୍ତି ସେମାନେ ସବୁ ଆସିଛନ୍ତି, ଯୁବକମାନେ ଆସିଛନ୍ତି। ଆଉ ବିଶେଷ ଭାବରେ ଆଜି ଆମର ଯେଉଁ ସରସ୍ୱତୀ ଶିଶୁ ମନ୍ଦିର ପାଖରେ ଯେଉଁ କାର୍ଯ୍ୟକ୍ରମ ହେଇଛି, ବନ ମହୋତ୍ସବ ପାଳନ ହେଇଛି, ଆଉ ମାଟିଏ ପାଇଁ ଗଛଟିଏ ଯେଉଁ କାର୍ଯ୍ୟକ୍ରମ ଆମକୁ ମଧ୍ୟ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଗୋଟେ ପ୍ରୋଗ୍ରାମ ଆମର ମାନେ ଦଳ ତରଫରୁ ନୁହେଁ, ଇଏ ଗୋଟେ ସାର୍ବଜନୀନ ସ୍ତରର କଥା। ମା ପାଇଁ ଗଛଟିଏ ସବୁ ଦଳର, ସବୁ ବର୍ଗର, ସବୁ ଜାତିର ଲୋକମାନେ ୟାକୁ ମଧ୍ୟ ପାଳନ କରୁଛନ୍ତି। ସିଏ ମଧ୍ୟ ଆଜି ପାଳନ ହେଇଛି। ଏ ଜାଗାରେ ଆଜି ସମସ୍ତଙ୍କର ସହଯୋଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ମଧ୍ୟ ବୃକ୍ଷରୋପଣ କରାହେଇଛି। ସମସ୍ତଙ୍କର ମାନେ ବଢ଼ିଆ ସହଯୋଗ ଅଛି, ଆଉ ସମସ୍ତଙ୍କର ମଧ୍ୟ ମନ ବି ଆଜି ଭାରି ଉଲ୍ଲସିତ ଅଛି। ସମସ୍ତେ ମିଳିମିଶିକି ପ୍ରଶାସନ, ଜନସାଧାରଣ ଏବଂ ସାଧାରଣ ଲୋକ, ଶିକ୍ଷା ଅନୁଷ୍ଠାନ, ଇଏ ସମସ୍ତେ ମିଶିକି ସମାଜସେବୀ, ବରିଷ୍ଠ ନାଗରିକ ମାନେ ମିଶିକି ଏଇ ଯେଉଁ କାର୍ଯ୍ୟକ୍ରମକୁ ଆଜି ହାତକୁ ନେଇଛନ୍ତି ଏ ଜାଗାରେ, ମୁଁ ବହୁତ ଖୁସି। ଆଉ ସେଥିପାଇଁ ମଧ୍ୟ ମୁଁ ଆମର ଫରେଷ୍ଟ ଡିପାର୍ଟମେଣ୍ଟକୁ ଧନ୍ୟବାଦ ଦେଉଛି। ଆମର ଦେଓଗାଁ ବନାଞ୍ଚଳ ଯେଉଁ ରେଞ୍ଜ ଅଫିସର ଅଛନ୍ତି ତାଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଆମ ଅଞ୍ଚଳର ଯେଉଁ ବରିଷ୍ଠ କାର୍ଯ୍ୟକର୍ତ୍ତା, ଆମର ଯେଉଁ ଯୁବ ବନ୍ଧୁମାନେ ଅଛନ୍ତି ସମସ୍ତଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ଅନୁଷ୍ଠାନକୁ ମଧ୍ୟ ବି ଧନ୍ୟବାଦ ଦେଉଛି। କେନ୍ଦୁଝରରୁ ଅମୂଲ୍ୟ କୁମାର ଜେନା ଓ ଗଗନ ବିହାରୀ ଦାସଙ୍କ ରିପୋର୍ଟ, G9 ଓଡ଼ିଆ।